ମୋ ପୁଅ ଏଇ ଡ୍ରିମ୍ସ କଲେଜରେ ପଢୁଥିଲା। ରାତି 10ଟା ବେଳେ ମୋ ପୁଅ ମୋ ସହିତ କଥା ହେଲା, କହିଲା କି ମମି ମୁଁ ଶୋଇବାକୁ ଯାଉଛି। ଗୋଟେ ପିଲା ରାତି 10ଟା ବେଳେ ଶୋଇବାକୁ ଯିବ, ଶୋଇବାକୁ ଗଲା 2:30 ଖଣ୍ଡ ବେଳେ ତାକୁ ଆକ୍ସିଡେଣ୍ଟ କେମିତି ହେଲା? ଗୋଟେ ଶୋଇବା ପିଲାର ଆକ୍ସିଡେଣ୍ଟ ଏନ୍ଏଚ୍ ଉପରେ କେମିତି ହବ? এটা କେମିତି ସମ୍ଭବ? ମୁଁ ତ ପିଲାକୁ ହଷ୍ଟେଲରେ ଛାଡ଼ିଥିଲି, ସେ ଏନ୍ଏଚ୍ ଉପରକୁ ରାତି 2:30ରେ କଣ ପାଇଁ ଗଲା ଆଉ କାହିଁକି ଗଲା? ୱାର୍ଡେନ ଶରତ ଚନ୍ଦ୍ର ପାଣି ତାକୁ ବହୁତ ପ୍ରକାର ଅତ୍ୟାଚାର କରିଛି। ମତେ 2-3 ଥର କହିଛି ସେ ସେ ପିଲାଙ୍କୁ ହଁ ୱାର୍ଡେନ ହେଇଛି ତୁ ଧମକା ଚମକା କରିବୁ କିଏ କଣ କଥା ମତେ ହାତ ଦେଇଦବୁ ତ ଏତେ ସାହସ ତୁ ମୋ ପିଲା ଦେହରେ ହାତ ଦେଇଦବୁ? ମୋ ପୁଅ ଏଇ ଡ୍ରିମ୍ସ କଲେଜରେ ପଢୁଥିଲା, ତାକୁ 5 ମାସ ହେଲାଣି ମାରି ଦେଇଛନ୍ତି। ତାକୁ ଏ ଡ୍ରିମ୍ସ କଲେଜ ମାରି ଦେଇଛି, ଚୁପଚାପ ବସିଛି। ଏ କଲେଜ ମାଲିକ ପ୍ରମୋଦ ରଥକୁ ମୁଁ ଆଜି କହୁଛି ସେ କଣ ପାଇଁ ଚୁପଚାପ ବସିଛି? ମୋ ଛୁଆକୁ 5 ମାସ ହେଲାଣି ମାରି ଦେଇ ସାରିଲେଣି, ମୋ କୋଳ ଖାଲି କରିଦେଇଛନ୍ତି। 5 ମାସ ହେଲାଣି ମୁଁ ବୁଲୁଛି, ପ୍ରମୋଦ ରଥ କଣ ପାଇଁ ଚୁପଚାପ ବସିଛି? କାହିଁକି କନସ୍ପର୍ଶ କରୁନାହିଁ ତ? ମୁଁ ପୋଲିସ ପାଖକୁ ଗଲି, ପୋଲିସ କୌଣସି ଟାଙ୍ଗି ପୋଲିସ କୌଣସି କଥା ଶୁଣୁନାହିଁ ତ ମୋର। ଏ ମୋ ପୁଅକୁ କିଏ ମାରିଛି କଣ କରୁଛି ଏଇ ତଦନ୍ତ କରିବା ପାଇଁ ପୋଲିସ ଆମ ଗ୍ରାମବାସୀ ଆଉ ଆମ ଜିଲ୍ଲା ପରିଷଦଙ୍କ ମାଧ୍ୟମରୁ 50,000 ମୋ ପାଖରୁ ନେଇଛି ମୋ ପୁଅର ତଦନ୍ତ କରିବା ପାଇଁ, କିଏ ମାରିଛି କଣ କରିଛି ତାର ପର୍ଦ୍ଦାଫାଶ କରିବା ପାଇଁ। କିନ୍ତୁ ମୋ ପୁଅ ଚାଲିଗଲା ପରେ ଗୋଟେ ମାର ଅବସ୍ଥା କେମିତି ଥାଏ? ଏ ଟାଙ୍ଗି ପୋଲିସ ମୋ ପାଖରୁ 50,000 ନେଇଛି। 50,000 ନେଲା ପରେ ବି ସିଏ ଚୁପଚାପ। ସିଏ ତ କଲେଜ ପାଖରୁ ବହୁତ ପଇସା ପକେଇଛି, 50,000 ତା ପାଇଁ କିଛି ନୁହଁ। ଟାଙ୍ଗି ଆଏସି ବିକାଶ ସେଠି 50,000 ମୋ ପୁଅ ମରିବା ବେଳେ ତାକୁ ଦିଆଯାଇଛି, ଜିଲ୍ଲା ପରିଷଦ ମାଧ୍ୟମରେ ଦିଆହେଇଛି ଆଉ ଆମ ଗ୍ରାମବାସୀଙ୍କ ମାଧ୍ୟମରେ ହିଁ ଦିଆହେଇଛି। ପୁରା ଘଟଣାଟା ମ୍ୟାଡାମ କଣ ହେଇଥିଲା? ପୁଅକୁ କେମିତି ଏଇ ଡ୍ରିମ୍ସ କଲେଜରେ ପଢୁଥିଲା। ରାତି 10ଟା ବେଳେ ମୋ ପୁଅ ମୋ ସହିତ କଥା ହେଲା, କହିଲା କି ମମି ମୁଁ ଶୋଇବାକୁ ଯାଉଛି। ଗୋଟେ ପିଲା ରାତି 10ଟା ବେଳେ ଶୋଇବାକୁ ଯିବ, ଶୋଇବାକୁ ଗଲା 2:30 ଖଣ୍ଡ ବେଳେ ତାକୁ ଆକ୍ସିଡେଣ୍ଟ କେମିତି ହେଲା? ଗୋଟେ ଶୋଇବା ପିଲାର ଆକ୍ସିଡେଣ୍ଟ ଏନ୍ଏଚ୍ ଉପରେ କେମିତି ହବ? এটা କେମିତି ସମ୍ଭବ? ମୁଁ ତ ପିଲାକୁ ହଷ୍ଟେଲରେ ଛାଡ଼ିଥିଲି, ସେ ଏନ୍ଏଚ୍ ଉପରକୁ ରାତି 2:30ରେ କଣ ପାଇଁ ଗଲା ଆଉ କାହିଁକି ଗଲା? କାହିଁକି ଆପଣଙ୍କ ପୁଅକୁ ମରା ଯାଇଛି ବୋଲି ଆପଣ ସନ୍ଦେହ? ରାତି 2:30ରେ এটা ଆକ୍ସିଡେଣ୍ଟ এটা କେମିତି ହବ? ଆପଣଙ୍କ ପୁଅକୁ କିଏ ମାରିଛି ଆଉ କାହିଁକି ମାରିଛନ୍ତି, କାରଣ କଣ? ସେଇ କାରଣଟା ତ ଆଜି ପର୍ଯ୍ୟନ୍ତ ମୁଁ ଖୋଜୁଛି, ମୁଁ ପାଉନି। ମୋ ପୁଅକୁ କିଏ ମାରିଛି ସେଇଟା ଆଜି ପର୍ଯ୍ୟନ୍ତ ତାର ସନ୍ଧାନ ମୁଁ ପାଇପାରୁନାହିଁ। ପୋଲିସ ବି ଫେଲୁସ୍ତା ଚୁପଚାପ ବସିଛି, ପୋଲିସ ତ ଟୋଟାଲି ନୀରବ ହେଇଯାଇଛି। କାହିଁକି ନା କଲେଜ ତାକୁ ବହୁତ ପଇସା ଦେଇଯାଇଛି, ଯାହା ଫଳରେ ସେ ପୁରା ନୀରବ। ଆଜ୍ଞା ସବୁଠୁ ବଡ କଥା ହଉଛି ଆପଣଙ୍କ ପୁଅ ମରିବା ଆଗରୁ ଆପଣ କିଛି କହିଛନ୍ତି? ପୁଅ ମରିବା ପୂର୍ବରୁ ତାକୁ କିଛି ମାତ୍ରାରେ ଅତ୍ୟାଚାର କରାଯାଇଛି, ତାକୁ 2 ଥର ମରା ଯାଇଛି। ଏ କଲେଜର ଯିଏ କଣ ତ ହେଟା ୱାଚମ୍ୟାନ, ଯିଏ ସିକ୍ୟୁରିଟି ନା ୱାର୍ଡେନ ଶରତ ଚନ୍ଦ୍ର ପାଣି ତାକୁ ବହୁତ ପ୍ରକାର ଅତ୍ୟାଚାର କରିଛି। ମତେ 2-3 ଥର କହିଛି ସେ ପିଲାଙ୍କୁ ହଁ ୱାର୍ଡେନ ହେଇଛି ତୁ ଧମକା ଚମକା କରିବୁ କିଏ କଣ କଥା ମତେ ହାତ ଦେଇଦବୁ ତ ଏତେ ସାହସ ତୁ ମୋ ପିଲା ଦେହରେ ହାତ ଦେଇଦବୁ? ତୁ କିଏ ବେ? ସେ ବି ଥରେ ମତେ କାନ୍ଦିକି କହିଲା ମମି ମତେ ସିଏ ମାରିଛି। ଆଉ ଏ ଯୋଉ କଲେଜ ଲେକ୍ଚର ଚନ୍ଦନ ସାର୍, ସିଏ ବି ତାକୁ ଥରେ ମାରିଛନ୍ତି। ଏତେ ପିଲା ଏଠି ପାଠ ପଢୁଥିଲେ, ଆପଣଙ୍କ ପିଲାଙ୍କୁ କାହିଁକି ସେ ମାରୁଥିଲେ? କଣ କାରଣ? ସେଇ କାରଣଟା ତ ମୁଁ ଆଜି ପର୍ଯ୍ୟନ୍ତ ଖୋଜୁଛି, ମୁଁ ତା କାରଣଟା ଆଜି ପର୍ଯ୍ୟନ୍ତ ପାଉନି। ଏତେ ପିଲା ଥିଲେ ମୋ ପୁଅକୁ କଣ ପାଇଁ ଅତ୍ୟାଚାର କରାଯାଉଥିଲା? ତାର ଗୋଟେ ତଦନ୍ତ କରିବା ପାଇଁ, ତାର ଗୋଟେ ସଠିକ ତଦନ୍ତ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀ ପାଖକୁ ଗଲି, ଗୋଟେ ସିବିଆଇ ତଦନ୍ତ କରିବା ପାଇଁ। ସେ ମତେ ପ୍ରତିଶ୍ରୁତି ଦେଲେ ହବ, କିନ୍ତୁ କେବେ ହବ? ଆଜିକି 5 ମାସ ହେଇଗଲାଣି ମୋ ପୁଅ ଗଲାଣି, କେବେ ସେ ସିବିଆଇ ତଦନ୍ତ କେବେ କରିବେ? ସରକାର ବି ନୀରବ। ଆପଣଙ୍କ ପୁଅ କିଛି ଗୁପ୍ତ ତଥ୍ୟ ଜାଣିଦେଲା କଲେଜରେ? କିଛି ସେ ଏମିତି ଗୁପ୍ତ ତଥ୍ୟ ଜାଣିଥିଲା ଯୋଉଥିପାଇଁ ତାକୁ ଏ ଡ୍ରିମ୍ସ କଲେଜ ମାରିଦେଲା। ଆଉ ଗୋଟେ ଗାଡି ଥୋଇ ଦେଇକି ଥାନା ଆଗରେ ଗୋଟେ ଗାଡି ଥୋଇଛନ୍ତି, କଣ ନା ଆକ୍ସିଡେଣ୍ଟ ହେଇଛି। ସେ ଗାଡି ବାଲା 4-5 ଦିନ ତଳେ ମୋ ପାଖକୁ ଫୋନ କରିଛି, ମୁଁ କାହିଁକି ଆକ୍ସିଡେଣ୍ଟ କରିବି? ମୋ ଗାଡି ନେଇକି ସେ ଥାନାରେ ଥୋଇଛନ୍ତି। ମୋର ଗଣ୍ଡା ଗାଡି, ଗୋଟେ ଗାଡି ରଖିଦେଲେ କଣ ମୋର ହେଇଯାଉଛି? ମତେ ପୋଲିସ ମୋ ପାଖରୁ ଗୋଟେ ଗାଡି ନେଇକି ରଖିଛି। ମୁଁ ଚାହୁଁଛି ମୋ ପୁଅକୁ ଏ ଡ୍ରିମ୍ସ କଲେଜ ଫେରେଇ ଦଉ, ମୋର କାହା ସହିତ କିଛି ନେଣ ଦେଣ ନାହିଁ, ମୋର ଚାଲିଯିବ। ଏ ଡ୍ରିମ୍ସ କଲେଜ ମୋ ପୁଅକୁ ଫେରେଇ ଦଉ, ମୁଁ ଆସିଛି ମୋ ପୁଅକୁ ସେ ଫେରେଇବ। ଏ ପ୍ରମୋଦ ରଥ ମୋ ସହିତ କଥା ହଉ, କାହିଁକି ମୋ ପୁଅ ଜୀବନ ସହିତ ଏମିତି ଖେଳ ଖେଳିଲା? ମୋ କୋଳ କାହିଁକି ଖାଲି ଗଲା? ଆଜି ପର୍ଯ୍ୟନ୍ତ ସେ କଣ ପାଇଁ ନୀରବ ଅଛି? ଏ କଲେଜ କଣ ପାଇଁ ନୀରବ ଅଛି?
गोटे मार कोल खाली कर देकी मो संसार उजुड़े देकी से कौन ପାଇଁ चुप ଅଛି ଆଉ ସେ ମୁଁ ନ୍ୟାୟ ପାଇବା ପାଇଁ ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମୁଁ ଲଢିବି ମୋ ପୁଅ ତ ଚାଲିଗଲା ଆମେ ଆଉ କଣ କରିକି କିଛି ମୋ ପୁଅ ପାଇଁ ମୁଁ ବଞ୍ଚିଥିଲା ପର୍ଯ୍ୟନ୍ତ ମୁଁ ସଂଘର୍ଷ କରିବି ମୁଁ ଲଢେଇ କରିବି ଶେଷ ଜୀବନ ଦେଇଦେବି ଯେତେବେଳେ ପୁଅ ଆପଣଙ୍କ ଘରକୁ ଯାଇଥିଲା ଆପଣଙ୍କୁ କିଛି କହିଥିଲା କି ମା ମୋ ସହିତ ଏମିତି ଘଟୁଛି କି ଏମିତି କଲେଜର ମୁଁ କିଛି କଥା ଜାଣିଛି କହିଥିଲା? କହିଛି ବହୁତ ଥର କହିଛି ମୋ ଆଗରେ ମୁଁ କହିଲି ସେ କଲେଜ ସହିତ ତୋର କିଛି ଲେନ ଦେନ ନାହିଁ ଆଉ 8ଟା ଦିନ ପରୀକ୍ଷା ସରିଗଲା ପରେ ମୁଁ ତତେ ସେଠୁ ନେଇ ଆସିବି ତୁ ସେ କଲେଜ କଥାରେ ମୁଣ୍ଡ ପୁରା ନା ସେ କେମିତିଆ କଲେଜ କେତେ ବିଶୃଙ୍ଖଳିତ କଲେଜ ମୁଁ ଜାଣି ସାରିଲିଣି ବାବା लो 8ଟା ଦିନ ତୁ ଅପେକ୍ଷା କର ମୁଁ ତତେ ସେଠୁ ଘିତି ଆସିବି ସେଇ 8ଟା ଦିନ ରଖିଲେନି ତାକୁ ମାରିଦେଲେ କୁହାଯାଉଛି ଆପଣଙ୍କ ପୁଅ ଆକ୍ସିଡେଣ୍ଟରେ ମରିଛି ତାର ପୋଷ୍ଟମର୍ଟମ ରିପୋର୍ଟ ପାଇଲେଣି? तार पोस्टमार्टम रिपोर्ट 5 मास हेगलानी आज पर्यंत हमको दिया जाऊ नहीं पोस्टमार्टम रिपोर्ट पाई आमे बुली बुली नयांत हो गलु काली राती 9टा बेले मते से टांगी पुलिस प्रशांत कुमार फोन करके मते कहूची आसिक तुम पोस्टमार्टम रिपोर्ट नहीं जा राती 9टा रे जाजपुर हमें जीवु टांगी पोस्टमार्टम रिपोर्ट पाई संभव 5 मास पर जाइए आमको पोस्टमार्टम सतरे आसी कि मिछरे आसी से कथा हम जनक राती 9टा फोन करके हम कहथिले तापर मु फोन कला से मो फोन उठुना जेते आपण आपण पुओ को देखिले को अवस्था थिले मो पुओ को जते बेले हमें देखिलु एई पद्मिनी केयर रे पकई चली सेते बेले ता देह रे निश्वास नथिले ताकू खाली एठी पकईगी रखीगी गोटे नाटक तैयारी करा गला पद्मिनी केयर को हॉस्पिटल को नेथिले पद्मिनी केयर रखिले ता निश्वास एठी चली आइथिला हमको आनी के मु जते बेले एठी देखिली निश्वास चली नहीं ता निश्वास नथिला ताकू गोटे वेंटिलेटर रखी देथिले ताकू नेकी गले कोठी सम हॉस्पिटल कहला हमें बंचाई देमु सीए से नथिला जेतु पुओ एक्सीडेंट रे एमती मन तो देह रे किछि क्षत विक्षत स्थान थिबो ता देह रे कोनोसी प्रकार क्षत चिन्ह नाही ता देह पाखरु जदी गोटे पिला एक्सीडेंट हला गोटे गाड़ी नै कि छिटी के खपाट देला 1/2 किलोमीटर तार गोड़ा हाथ चुना हो खंडिया खबरा हो तार एतिके टिका रक्त भी ता देहरु बाहरी नहीं तो मो पुअर हाथ कटा हेची बेक पाखे दाग अछि हाथ पाखे दाग अछि आउ तार कोउठी टिके मळिचम उठी नै एते जोर जदी एक्सीडेंट हला ता देह किछि हला नि त टांगी पद्मिनी केयर से तो एससीबी मेडिकल कटक नहीं परथांदे एससीबी न नहीं ठीक काई नेले बहुत प्रकार मेडिकल थिला से काहे कि नेले नहीं सम हॉस्पिटल सहित तांकर संपर्क अछि जोठी की गोटे मल्ला शरीरटा को पकेई की ट्रीटमेंट करकी मो पाखर पैसा से माने नेबे ताकर एही गोटे उद्देश्य था हमर आपण पैसा खर्च करथिले सामरे मु पैसा खर्च कर केते टका जेते बेले मो पुओ को सेठी देकी गले मु पैसा देली मो पुओ को आईसीयू नेले